ଆଜି ସାରା ଦେଶ ଗୁରୁ ଦିବସ ପାଳନ କରୁଛି। ଆଜିର ଦିନ ଆମେ ଆମର ଶିକ୍ଷକ, ପରାମର୍ଶଦାତା ଏବଂ ପଥ ପ୍ରଦର୍ଶକଙ୍କୁ ସମର୍ପିତ କରିଥାଉ। ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର, ଗୁରୁ ସାକ୍ଷାତ ପରମ ବ୍ରହ୍ମ, ତସ୍ମୈ ଶ୍ରୀ ଗୁରବେ ନମଃ। ଏହାର ଅର୍ଥ ହେଉଛି ଗୁରୁ ହେଉଛନ୍ତି ସୃଷ୍ଟିକର୍ତ୍ତା ବ୍ରହ୍ମା, ପାଳନକର୍ତ୍ତା ବିଷ୍ଣୁ, ସଂହାରକର୍ତ୍ତା ମହେଶ୍ୱର। ସେହି ଗୁରୁ ହେଉଛନ୍ତି ସାକ୍ଷାତ ପରମ ବ୍ରହ୍ମ ସ୍ୱରୂପ। ଏମିତି ଗୁରୁଙ୍କୁ ମୋର ନମନ। ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରିବାରେ ଗୁରୁ ହିଁ ସାଜିଥାନ୍ତି ଆଲୋକବର୍ତ୍ତିକା। କେବେ ଆକଟ ଭରା କଠୋର ଅନୁଶାସନ ତ କେବେ ତାଙ୍କ ଉତ୍ସାହପ୍ରଦ ପ୍ରେରଣା ଜଣକୁ ସାଧାରଣରୁ ଅସାଧାରଣ ମୁକୁଟ ପିନ୍ଧାଏ। ପାଠ ହେଉ କି ସଙ୍ଗୀତ, ଖେଳ ହେଉ କି ନୃତ୍ୟ, ପ୍ରତିଟି କ୍ଷେତ୍ରରେ ଗୁରୁଙ୍କର ମାର୍ଗଦର୍ଶକ କୃତି ପ୍ରତିଭାଙ୍କ ପାଇଁ ଆଣିଦେଇଛି ପ୍ରସିଦ୍ଧି। ଭାରତରେ ସେପ୍ଟେମ୍ବର 5 ତାରିଖକୁ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ସ୍ମୃତିରେ ଗୁରୁ ଦିବସ ପାଳନ କରାଯାଏ। ଏହି ଦିନ ଆମକୁ ସ୍ମରଣ କରାଇଥାଏ ଆମର ବୃତ୍ତି ଏବଂ ଚରିତ୍ର ଗଠନରେ ଶିକ୍ଷକଙ୍କର କେତେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥାଏ। ଗୁରୁ ଦିବସରେ ଆମେ କେବଳ ଶ୍ରେଣୀଗୃହରେ ପାଠ ପଢ଼ାଇଥିବା ଶିକ୍ଷକଙ୍କୁ ନୁହେଁ, ବରଂ ଜ୍ଞାନର ପଥକୁ ପ୍ରକାଶିତ କରିଥିବା ପ୍ରତ୍ୟେକ ଗୁରୁଙ୍କୁ ସମ୍ମାନ କରିବା ଉଚିତ। ଏଣୁ ପରିଶେଷରେ ଗୋଟିଏ କଥାକୁ ମନେ ରଖିବା, ଗୁରୁ ପିତା, ଗୁରୁ ମାତା, ଗୁରୁ ହିଁ ସର୍ବଦେବତା।